ବର୍ତ୍ତମାନ ଅଙ୍ଗନବାଡ଼ି ଦିଦିଙ୍କ ପାଇଁ ଆସିଲା ବଡ଼ ଖବର। ବଢ଼ିବ ଅଙ୍ଗନବାଡ଼ି କର୍ମୀଙ୍କର ଦରମା। ଏନେଇ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ବିଭିନ୍ନ ଦାବି ନେଇ ଭିକ ପ୍ରଦର୍ଶନ କରିଥିଲେ ଅଙ୍ଗନବାଡ଼ି କର୍ମୀ। ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ତରଫରୁ ବିଭିନ୍ନ ଦାବି ନେଇ ଲୋୟର ପିଏମ୍ଜିରେ ଧାରଣା ଦେଇଥିଲେ। ହଜାର ହଜାର ସଂଖ୍ୟାରେ ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନେ ଧାରଣାରେ ବସିଥିଲେ। ଭାରତୀୟ ଜାତୀୟ ସମ୍ମିଳନୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ 26,000 ଟଙ୍କା ପ୍ରଦାନ କରାଯିବା ପାଇଁ ଦାବି କରୁଛନ୍ତି। ସେହିପରି ଅନଲାଇନ୍ରେ ସମସ୍ତ କାର୍ଯ୍ୟ ହେଉଥିବାରୁ 5G ମୋବାଇଲ ପାଇଁ ଦାବି ହେଉଛି। ଯେ ପର୍ଯ୍ୟନ୍ତ ସରକାରୀକରଣ କରାଯାଇ ନାହିଁ ସେହି ପର୍ଯ୍ୟନ୍ତ କର୍ମୀମାନଙ୍କୁ 18,000 ଟଙ୍କା ଏବଂ ସହାୟିକାମାନଙ୍କୁ 9,000 ଟଙ୍କା ପ୍ରଦାନ କରାଯାଉ ବୋଲି ଦାବି କରୁଥିଲେ। ତେବେ ସମସ୍ତ ଅଙ୍ଗନବାଡ଼ି ସଂଘ ଏବଂ ସରକାରୀ ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଥିରେ ସମସ୍ତ ଅଙ୍ଗନବାଡ଼ି ସଂଘର ଦାବିଗୁଡ଼ିକ ମଞ୍ଜୁର କରିଛନ୍ତି। ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କ ପାଇଁ ଏ ହେଉଛି ଖୁସି ଖବର। ଅଙ୍ଗନବାଡ଼ି କର୍ମୀମାନେ ଦୀର୍ଘ ଦିନ ଧରି ସେମାନଙ୍କର ଦାବି ଉପରେ ସରକାରୀ ନିଷ୍ପତ୍ତି ପାଇଁ ଅପେକ୍ଷା କରିଥିଲେ। ତେବେ ଶେଷରେ ସେମାନଙ୍କୁ ବଡ଼ ଉପହାର ମିଳିବାକୁ ଯାଉଛି। ଆମର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସେମାନଙ୍କର ଦାବି ଖୁବ୍ ଶୀଘ୍ର ପୂରଣ କରିବାକୁ ଯାଉଛନ୍ତି। ଅଙ୍ଗନବାଡ଼ି କର୍ମୀ ଏବଂ ସହାୟିକାମାନଙ୍କର ବହୁ ଜଲ୍ଦି ଦାବି ପୂରଣ ହେବ।